আমার ভଉଣୀ যাচ্ছে তার শ্বশুর ঘরকে দেখুথে মুহকে কেতে দুঃখ করিকিনা বসিছে সে দেখবার বি নেই আমকে। তো মোর মা আর মোর ভাই গোটে সাଙ୍ଗে আমি ছাড়ি যাচ্ছু তাকে তার শ্বশুর ঘরকে। তো জুহার যে মা সমলে আশা করছে মা সমলে সমস্ত ভলসে রখিথিবে বলে মোর আশা ও বিশ্বাস সমস্ত ভলসে রখি। আজ হচ্ছে জানুয়ারি 26 ভাই ଭାରତୀ ବିଦ୍ୟା ନିକେତନରୁ ମୋତେ ଇନଭାଇଟ୍ ଥିଲା ତ ମୁଇଁ ଆସିଥିଲି। ତ ଦେଖୁଥିବେ ସବୁ ଛାତ୍ରଛାତ୍ରୀ ଗୁରୁମା ଗୁରୁବାପା ସମସ୍ତେ ସେମାନେ ପତାକା ଉତ୍ତୋଳନରେ ଲାଗିଲେ ନା ସବୁ କେତେ ସୁନ୍ଦର ସଜାଇଛନ୍। ତାପରେ ଭାଇ ଏ ଜାଗାରେ ମୋତେ ଦିଆହେଇଥିଲା କି ଶହୀଦ ଯବାନମାନଙ୍କ ଲାଗି ପଦେ କହିବାଟା। ତ ଆଗରୁ 64 ବାଟାଲିୟନରେ କାମ କରିଛୁ ଆର୍ ଆମେ ବି ଦେଖି ଆସିଛୁ ଆଜି ଯେ ଆମ ଯବାନମାନେ ଆମର ଅଞ୍ଚଳମାନର ପୁଅମାନେ ଯେଉଁମାନେ ଶହୀଦ ହୋଇଯାଇଛନ୍ତି ତାଙ୍କ ପାଇଁ ସମସ୍ତଙ୍କୁ ଅନୁରୋଧ କରିବେ ସେମାନେ ଟିକେ ନିରବତା ରକ୍ଷା କରିବେ। ଦେଶ ସ୍ୱାଧୀନ ହେବା ଏଟା ଆଜ୍ଞା କହୁଥିଲେ ଆଜିର ନେତା ଆଜିର ଶେଷ କାଲିର ନେତା ବୋଲି କହୁଥିଲେ। ସେତେ ହେବାରୁ ଆମେ ଗୋଟେ ଜିନିଷ ନିଶ୍ଚୟ କରିବା ଯେ ଆମେ କେମିତି ଗୋଟେ ବୀର ଯବାନ ହେଇଥିବା ଆମର ଅଞ୍ଚଳ ଲାଗି ଆମର ଗାଁ ଲାଗି ଆମର ମାଟି ଲାଗି ଆମର ମା ବାପାର ନାଁ କେମିତି ରୋଶନ କରିବା। ଆଉ ସେ ଜିନିଷ ଆମେ ଧ୍ୟାନ ଦେବା କଥା ପଢ଼ବାର ଆଗରୁ ପଢ଼ବାର ଟାଇମ୍ରେ ସେ ଗୋଟେ ଲୋକେସନ୍ରେ ଆମେ ଯିବାର କଥା ଯେ ଆମେ କେମିତି ଆଗକେ ଭଲ କାମଟେ କର୍ମ ଦେଶ ଲାଇଫ୍ରେ ନାଁଟେ ମୁଇଁ ତ ବେଶୀ କିଛି ନେଇ କହେ ଆଜି ମାନେ ଅନେକ ଜାଗାରେ ଆମର ଛାତ୍ରଛାତ୍ରୀମାନେ ସୁଭାଷ କମ୍ପ୍ୟୁଟର ସାଙ୍ଗରେ କାଲିରେ ମୋତେ କହିଛନ୍ ଯେ ଆମର ଛାତ୍ରଛାତ୍ରୀ ଆସିବେ ସେମାନେ ମୁଁ ତାଙ୍କୁ କରି କହିଲି ବହୁତ ସୁନ୍ଦର କଥା ଆମର ସ୍କୁଲ ଅଛି ଛୁଆମାନଙ୍କୁ ଡାକିଥିଲେ ମୋତେ କହିଲି କାଲି ମହିଳାରେ ମୋତେ ସେମାନେ ଇନଭାଇଟ୍ କରିଥିଲେ। ତ ଆମର ଯେନ୍ ବୀର ଯବାନ ଆମର ଗାଁ ମାଟି ପୁଅମାନେ ଯେମାନେ ଶହୀଦ ହେଇଛନ୍ ଆଜି ସେମାନଙ୍କ ଲାଗି ଆମର ସମସ୍ତଙ୍କୁ ମୁଇଁ ଗୋଟେ ଅନୁରୋଧ ରଖିଛି ସମସ୍ତେ ଟିକେ ନିରବତା ରକ୍ଷା କରିବା। ଆଉ ଗୋଟେ ନାରା କହିବେ ଯେ ଆଜି ଆମେ ପାଳନ କରୁଛେ ଆଜି ଆମେ ହୋଇଛେ କାହାଠି ଲାଗି ଆମେ କରିଛେ ଆମେ ସେ ବୀର ମାଟିର ଯବାନମାନଙ୍କର ମନେ ରଖବା ଲାଗି ଆମେ ତାଙ୍କର ଲାଗି ତାଙ୍କ ଲାଗି ନିହାତି ଆମେ ଭାରତ ମାତା କେ ଥିବା ବୀର ଯବାନମାନଙ୍କର 2 ମିନିଟ୍ ଆମେ ନିରବତା ରକ୍ଷା କଲୁ। ତାପରେ ଦେଖୁଥିବେ ସମସ୍ତେ ରେଡ଼ି ହେଇଗଲେ ଭାଇ ଏବେ ସମସ୍ତେ ଯିବୁ ଆମ ପଞ୍ଚାୟତକେ ଯିବୁ ସୁଭାଷ କମ୍ପ୍ୟୁଟରକେ ବି ଡାକିଥିଲେ ସବୁ ଛାତ୍ର ତ ଆମେ ବାହାରିଲୁ। ଦେଖୁଥିବେ ସମସ୍ତେ ଗୁରୁ ମା ମାନେ ଗୁରୁ ବାପା ମାନେ କେନ୍ତା ଛୁଆମାନଙ୍କୁ କେତେ ସଜେଇଛନ୍ ଆଉ କେନ୍ତା କରି ନଉଛନ୍ ସୁନ୍ଦର ଭାବରେ। ତାପରେ ମୁଁ ଯେତେବେଳେ ଆସିଲି ଏ ଗୋଟେ ସେ ହଷ୍ଟେଲର ଛୁଆମାନେ ବି ଆସିଥିଲେ ତାପରେ ହାଇସ୍କୁଲର ଛୁଆମାନେ ବାହାରୁଥିଲେ ସମସ୍ତେ ଦେଖୁଥିବେ। ତାପରେ ସୁଭାଷ କମ୍ପ୍ୟୁଟର ବାଲେ ଆସିଥିଲେ ଆମର ଭାରତୀୟ ବିଦ୍ୟା ନିକେତନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ୱେଲକମ୍ କରି ନେବାର୍ ଲାଗି ତାଙ୍କର ସୁଭାଷ କମ୍ପ୍ୟୁଟର ସେଣ୍ଟରରେ। ତ ସମସ୍ତେ ଦେଖୁଥିବେ କେତେ 4-5ଟା ସ୍କୁଲର ଛାତ୍ରଛାତ୍ରୀମାନେ ପୁରା ପେକ୍ ହେଇଯାଇଥିଲେ। ତାପରେ ଆମେ ସୁଭାଷ କମ୍ପ୍ୟୁଟର ପାଖକେ ପଳେଇଲୁ ଆମେ ସେ ଜାଗାରେ ଆମକେ ଡାକିଥିଲେ ତ ସେନେ ପିଲାମାନେ ପ୍ରାଇଜ୍ ଦିଆ ହେଉଥିଲା ଦେଖୁଥିବେ। ତ ସେ ଜାଗାରେ ଆମକେ ଗେଷ୍ଟ ସେମାନେ ରଖିଥିଲେ ଆମକେ ତ ଆମେ ଗଲୁ ସେ ଜାଗାରେ ପ୍ରାଇଜ୍ ଜন্য ପ୍ରଶ୍ନ ମାନେ କରାହେଉଥିଲା। ତାପରେ ସେନର କାମ ସାରିକରି ଆଇଲା ମୋର ପ୍ୟାଣ୍ଟ ଟିକେ ଫିଟିଂ କରବାର ଥିଲା ମୋର ପ୍ୟାଣ୍ଟ ଲାଗି ଆମର ଆଜ୍ଞା ଥାନକୁ ଆସିଲି ଆଜ୍ଞା ମାନଙ୍କ ତ ଦୋକାନରେ ବହୁତ ଭିଡ଼ ଥିଲେ। ତାପରେ ଭିଡ଼ କମିଗଲା ତାପରେ ଫେର ଭାରତୀୟ ବିଜ୍ଞାନ ନିକେତନ ପାଖେ ଆସିଲି ତାହେଲା ପରେ ସମସ୍ତଙ୍କ ସହିତ ଟିକେ ଫଟୋ ହେଇଗଲେ। ଫଟୋ ହେଲା ପରେ ଭାଇ ଦେଖୁଥିବେ ଆକ୍ଚୁଆଲି ମୋର ଭଉଣୀ କେଁ ଯାଉଛେ ବୋଲି ଭାବୁଥିବେ ମୋର ଭଉଣୀ ହଉଛେ ପ୍ରଗତି କଲେଜରେ ପଢ଼ସି ତ ତା କଲେଜକେ ଯାଉଛେ ସେ ହଷ୍ଟେଲକେ ତ ମୁଁ ଭୁଲେଇ କରି ଯାଉଛେ। ଦେଖୁଥିବେ ସିଧା ପହଞ୍ଚିଗଲୁ ପ୍ରଗତି କଲେଜକେ ପହଞ୍ଚିଲା ପରେ ଦେଖୁଥିବେ କେତେ ସୁନ୍ଦର ଭିତର ଭିୟୁଟା ଦେଖୁନ୍ କେତେ ସୁନ୍ଦର କଲେଜଟା ବନିଛେ ରୋଡ଼ ରାସ୍ତା ପୁରା ଚକାଚକ ଏଇଟା ବଏଜ ଆଉ ଲେଡ଼ିଜ୍ ମାନଙ୍କର ଲାଗି ବି ହଷ୍ଟେଲ ସବୁ ବନି ଯାଇଛେ ଆଉ ସବୁ ଛାତ୍ରଛାତ୍ରୀ ପଢ଼ୁଛନ୍। ଦେଖୁଥିବେ କେଡ଼େ ବଡ଼ କଲେଜଟା କେତେ ବଡ଼ ଅଛେ ସବୁଆଡ଼େ ଆମେ ଗଲୁ ଭାଇ ବୁଲାବୁଲି କଲୁ। ଦେଖୁଥିବେ ଗାଡ଼ିରେ ଏଇଟା ମୁଇଁ ଯାଉଛେ ମୋର ଭଉଣୀକି ହଷ୍ଟେଲରେ ଛାଡ଼ବାର୍ ଲାଗି। ତ କଲେଜର ପଛଆଡ଼େ ଏକା ତାଙ୍କର ହଷ୍ଟେଲ ଅଛେ ବହୁତ ସୁନ୍ଦର ଭାବେ ତାଙ୍କର ହଷ୍ଟେଲ ଏଇଟା ହচ্ছে ବଏଜ ହଷ୍ଟେଲ ଦେଖୁଥିବେ ଏଇନେ ପୁଅ ପିଲାମାନେ ରହିସନ୍। ତ ମୋର ଭଉଣୀକି ଦେଖବ ଏବେ ସେ କେନ୍ତା କରି ଯାଉଥିବ ଆସିନ୍ ଦେଖିବେ ତାଙ୍କର ହଷ୍ଟେଲ ଯେନ୍ ଭଳିଆ ସୁନ୍ଦରରେ ବନେଇଛନ୍ ଆମେ ତ ଭିତରକେ ଏଣ୍ଟ୍ରି ନାଇଁ କଲି ମୋର ମା ହିଁ ଛାଡ଼ିଗଲେ। ଦେଖୁଥିବେ ମୋର ଭଉଣୀ ପହଞ୍ଚିଲା ପରେ ତାର ବେଗ୍ ପତ୍ର ବାହାର କରୁଛେ ଯିବାର ଲାଗି ତାର ଜାଗାକେ ଦେଖୁଛ ବାହାର କଲା ପରେ ମୋର ମା ଛାଡ଼ି ଯାଉଛନ୍ ଭିତରକେ ହଷ୍ଟେଲ ଭିତରକେ। ଦେଖୁଥିବେ କେତେ ଗାର୍ଡ଼ିଆନ୍ ଆସିକି ଛାଡ଼ି ଲାଗି ଆସିଛନ୍। ତାପରେ ମୋର ଭଉଣୀ ଦେଖୁଛ ଇଆଡ଼େ ସିଆଡ଼େ କମରୁଛି 5-7 ଦିନ ପରେ ଗଲା ହଷ୍ଟେଲକେ ଯାଉଛେ ଦେଖୁଛ ମୋର ମା ପଶିଗଲେ। ତାପରେ ଦେଖୁଥିବେ ଏଇଟା ଗାର୍ଡ଼ିଆନ୍ ମାନେ ସବୁ ଆସିଛନ୍ ଏ ଗାର୍ଡ଼ିଆନ୍ ମାନେ ଗାଡ଼ିରେ ଛାଡ଼ି ଆସିଛନ୍ ତାଙ୍କ ଛୁଆମାନଙ୍କୁ ଯେନ୍ ଭାଇ ଭଉଣୀ ମାନେ ଗାର୍ଡ଼ିଆନ୍ ଗୋଟେ ଛାଡ଼ିକରି ଗଲେ ଗାଡ଼ି ନେଇକରି ଗଲେ ଭାଇ। ତାପରେ ମୁଇଁ ମୋର ଘରକେ ପଳେଇ ଆସିନୁ ଘରେ ଗାଡ଼ି ପାର୍କ କରିଦେଲୁ ଘରକୁ ପଳେଇ ଆସିଲି ଏବେ ବାଇକ୍ ଧରିକରି ମୋର୍ ଜାଗାକେ। ତ ଆରୁ ଭିଡ଼ିଓ ଦେખાମା।